ପିଲାମାନେ ଆଜି ଆଲୋଚନା କରିବା ତୁମର ଯୋଉ ଫର୍ମ ଫିଲଅପ୍ ହବ +2 ଫର୍ମ ଫିଲଅପ୍ ହବ +2 2025 ରେ ରେଗୁଲାର ଆଉ ଏକ୍ସ ରେଗୁଲାର ପିଲାମାନଙ୍କ ପାଇଁ ଡକୁମେଣ୍ଟ କଣ ଲାଗିବ। ଠିକ ଅଛି, ଡକୁମେଣ୍ଟ କଣ ଲାଗିବ ଦେଖ। ପ୍ରଥମେ ତ ରେଗୁଲାର ପିଲାମାନଙ୍କର ଡକୁମେଣ୍ଟ ମୁଁ କହିଦଉଛି। ରେଗୁଲାର ପିଲାମାନେ ସେମାନେ ହାୟର ସେକେଣ୍ଡାରୀ ସ୍କୁଲ ନିଜ ସ୍କୁଲରେ ବା ଜୁନିୟର କଲେଜରେ ତମର ନିଜର କଲେଜରେ ଫର୍ମ ଫିଲଅପ୍ କରିବ। ଏବଂ କଣ ଡକୁମେଣ୍ଟ ଦବ। ପ୍ରଥମ ଡକୁମେଣ୍ଟ କ୍ୟାଣ୍ଡିଡେଟ୍ ହାଜ୍ ଟୁ ପ୍ରଡ୍ୟୁସ୍ ଆଇଡେଣ୍ଟିଟି କାର୍ଡ। ତମ ପାଖରେ ଆଇଡେଣ୍ଟିଟି କାର୍ଡ ସେଟାକୁ ସମ୍ଭାଳିକି ରଖ। ଏବଂ ଯୋଉ ରେଜିଷ୍ଟ୍ରେସନ ନମ୍ବର ପାଇଛ ସେ ରେଜିଷ୍ଟ୍ରେସନ ନମ୍ବରର ରିସିପ୍ଟ ବହୁତ ଦରକାର ହବ। ଏବଂ ତାପରେ ତମର ଅରିଜିନାଲ ଏବଂ ଫଟୋକପି ଦିଟାକ ଧରିଥିବ। ରେଜିଷ୍ଟ୍ରେସନ ନମ୍ବରର ଅରିଜିନାଲ ଧରିଥିବ, ତାର ଫଟୋକପି ବା ଜେରକ୍ସ ଧରିଥିବ। ଅରିଜିନାଲ ଆଣ୍ଡ ଫଟୋକପି ଅଫ 10th ବୋର୍ଡ ସାର୍ଟିଫିକେଟ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ। 10th ବୋର୍ଡ ସାର୍ଟିଫିକେଟ ଏଇ ଯୋଉ 10th ବୋର୍ଡ ସାର୍ଟିଫିକେଟର ଅରିଜିନାଲ ଏବଂ ତା ଜେରକ୍ସ ମଧ୍ୟ ରଖିଥିବ। ଠିକ ଅଛି, ଭେରିଫାଏ କରିବା ପାଇଁ କଣ ଭେରିଫାଏ କରିବା ପାଇଁ ନା ଆଉ ଡେଟ୍ ଅଫ ବାର୍ଥ ଭେରିଫାଏ କରିବେ। ଯୋଉ ଭେରିଫାୟର ଯିଏ ଥିବେ ଭେରିଫାଏ କରିବେ। ବାପାଙ୍କ ନାଁ ମାଙ୍କ ନାଁ ସବୁ ଭେରିଫାଏ ହବ ନାଇଁ କି। ଆଉ ଗୋଟେ କଥା କଣ ନା 4ଟି ପାସପୋର୍ଟ ସାଇଜ ଫଟୋ 4 ରିସେଣ୍ଟ ମାନେ 4ଟି ପାସପୋର୍ଟ ସାଇଜ କଲର ଫଟୋଗ୍ରାଫ ଠିକ ଅଛି। 4ଟି ପାସପୋର୍ଟ ସାଇଜ କଲର ଫଟୋଗ୍ରାଫ ତମକୁ କରିବାକୁ ପଡିବ। ଠିକ ଅଛି, କଲର ଫଟୋଗ୍ରାଫ 4 ଫଟୋଗ୍ରାଫ 4ଟି ଫଟୋଗ୍ରାଫ 4 ଓକେ 4 ଫଟୋଗ୍ରାଫ ତମକୁ କରିବାକୁ ପଡିବ। ତାହେଲେ କଣ ନା ଆଇ କାର୍ଡ ନମ୍ବର 1, ରେଜିଷ୍ଟ୍ରେସନ ନମ୍ବର ମାନେ ଫଟୋକପି ଅଫ ଅରିଜିନାଲ, ତାପରେ 3ରେ 10th ବୋର୍ଡ ସାର୍ଟିଫିକେଟ ଅରିଜିନାଲ ଅଫ ଫଟୋକପି, ଆଉ 4ରେ ହଉଛି 4 ରିସେଣ୍ଟ ପାସପୋର୍ଟ ସାଇଜ ଫଟୋଗ୍ରାଫ। ଏଇ 4ଟି ଜିନିଷ ନେଇକି ଯିବାକୁ ପଡିବ। ଯଦି ଅଦର ଡକୁମେଣ୍ଟ କିଛି ମାନେ ହାଇସ୍କୁଲ ମାଗୁଛି, ହାୟର ସେକେଣ୍ଡାରୀ ସ୍କୁଲ ମାଗୁଛି, କି ଜୁନିୟର କଲେଜ ତମର କଲେଜ ମାଗୁଛି, ସେ ଅଦର ଡକୁମେଣ୍ଟସ ବି ନେଇକି ଯିବାକୁ ପଡିବ। ଠିକ ଅଛି, ତାପରେ ଦେଖିବା ଏକ୍ସ ରେଗୁଲାର ପିଲାମାନଙ୍କର କଣ ଦରକାର। ପିଲାମାନେ ଦେଖ ଏକ୍ସ ରେଗୁଲାର ପିଲାମାନଙ୍କୁ ମୁଁ କହିଦଉଛି 3 ଟାଇପର ଏକ୍ସ ରେଗୁଲାର ଅଛନ୍ତି। 3 ଟାଇପର। ଜଣେ ଅଛନ୍ତି କମ୍ପାର୍ଟମେଣ୍ଟାଲ କ୍ୟାଣ୍ଡିଡେଟ୍। କମ୍ପାର୍ଟମେଣ୍ଟାଲ କ୍ୟାଣ୍ଡିଡେଟ୍ ଯେଉଁମାନେ ଅଛନ୍ତି ଏକ୍ସ ରେଗୁଲାର କମ୍ପାର୍ଟମେଣ୍ଟାଲ କ୍ୟାଣ୍ଡିଡେଟ୍ ତାଙ୍କ ମାନଙ୍କ କଥା ମୁଁ କହୁଛି। ତ ତାଙ୍କ ମାନେ କଣ ନେବେ ନା ଅରିଜିନାଲ ଆଣ୍ଡ ସେଲ୍ଫ ଆଟେଷ୍ଟେଡ ଫଟୋକପି ଅଫ ରେଜିଷ୍ଟ୍ରେସନ କାର୍ଡ। ତାଙ୍କ ରେଜିଷ୍ଟ୍ରେସନ କାର୍ଡଟା ପିଲାମାନେ ବଞ୍ଚେଇକି ରଖିଥିବ। ରେଜିଷ୍ଟ୍ରେସନ କାର୍ଡ ଯୋଉ କମ୍ପାର୍ଟମେଣ୍ଟାଲ ଲାଷ୍ଟ ଇୟର ପରୀକ୍ଷା ଦେଇଥିଲେ ଫେଲ ହେଇଛନ୍ତି 210 ଉପରେ ରଖିଛନ୍ତି ସେମାନଙ୍କୁ କୁହାଯାଏ କମ୍ପାର୍ଟମେଣ୍ଟାଲ। ଏବଂ ସେମାନେ କଣ କରିବେ ନା ନିଜ ରେଜିଷ୍ଟ୍ରେସନ କାର୍ଡ ଆଣିକି ଆସିବେ। ରେଜିଷ୍ଟ୍ରେସନ କାର୍ଡ ଆଉ ଫେଲ୍ଡ ମାର୍କସିଟ୍ ପ୍ରମାଣ କଣ ତୁମେ ଫେଲ ହେଇଛ ବୋଲି ଫେଲ୍ଡ ମାର୍କସିଟ୍ ଆଣିବି ଆସିବେ ଟୁ ଭେରିଫାଏ ଏଲିଜିବିଲିଟି ଅଫ କମ୍ପାର୍ଟମେଣ୍ଟାଲ କେସ୍। ଠିକ ଅଛି, ଆଉ ଯଦି କଲେଜ କିଛି କହେ ତାହେଲେ ଆଣିକି ଆସିବ। କମ୍ପାର୍ଟମେଣ୍ଟାଲ କ୍ୟାଣ୍ଡିଡେଟ୍ କଥା କହୁଛି। ତାପରେ ଏକ୍ସ ରେଗୁଲାର ଷ୍ଟୁଡେଣ୍ଟ ଯେଉଁମାନେ ରେଜିଷ୍ଟର୍ଡ ଅପ୍ ଟୁ 2022 ଏପିୟରିଂ ଫର ଅଲ୍ ସବଜେକ୍ଟ ସବୁ ସବଜେକ୍ଟ ପାଇଁ ସେମାନେ ଏପିୟର କରୁଛନ୍ତି ଏବଂ 2022 ଅପ୍ ଟୁ ମାନେ 2022 ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିଥିଲେ ସେମାନେ କଣ ଆଣିବେ ନା ଅରିଜିନାଲ ଆଣ୍ଡ ସେଲ୍ଫ ଆଟେଷ୍ଟେଡ ଫଟୋକପି ଅଫ ରେଜିଷ୍ଟ୍ରେସନ କାର୍ଡ। ସେଇ ରେଜିଷ୍ଟ୍ରେସନ କାର୍ଡ ଆଣିବେ। ରେଜିଷ୍ଟ୍ରେସନ କାର୍ଡ ଆଣିକି ଆସିବେ। ଆଉ ପ୍ରିଭିୟସ୍ ଇୟର ଫେଲ୍ଡ ମାର୍କସିଟ୍ ଆଣିବେ। ପ୍ରିଭିୟସ୍ ଇୟର୍ସ ଫେଲ୍ଡ ମାନେ ପୁରା ପୂର୍ବ ବର୍ଷ ଗୁଡ଼ିକରେ ଯେତେ ବି ଫେଲ୍ ମାର୍କସିଟ୍ ଅଛି ତାକୁ ଆଣିବେ। ଆଉ ଏଡମିଟ୍ କାର୍ଡ ଆଣିକି ଆସିବେ। ଠିକ ଅଛି, ଆଚ୍ଛା ତାପରେ ଦେଖିବା ଏକ୍ସ ରେଗୁଲାର ରେଜିଷ୍ଟର୍ଡ ଅପ୍ ଟୁ 2022 ଏପିୟରିଂ ଫର ଫାର୍ଷ୍ଟ ଟାଇମ୍। ଯେଉଁମାନେ ଫାର୍ଷ୍ଟ ଟାଇମ୍ ଏପିୟର କରୁଛନ୍ତି, ଆଗରୁ ଏପିୟର କରିନାହାନ୍ତି ଏକ୍ସ ରେଗୁଲାର, ତେଣୁ ସେମାନେ ଫର୍ମ ଫିଲଅପ୍ କରିନଥିବେ କି କଣ କରିଥିବେ ଯାହା ବି ହଉ ସେମାନେ କଣ କରିବେ ଫର୍ମ ଫିଲଅପ୍ କରିନାହାନ୍ତି ଜମା। ତେଣୁ ସେମାନେ କଣ କରିବେ ଅରିଜିନାଲ ଆଣ୍ଡ ସେଲ୍ଫ ଆଟେଷ୍ଟେଡ ଫଟୋକପି ଅଫ ରେଜିଷ୍ଟ୍ରେସନ କାର୍ଡ ଆଣିବେ। ଡୁପ୍ଲିକେଟ ରେଜିଷ୍ଟ୍ରେସନ କାର୍ଡ 2 ପାସପୋର୍ଟ ସାଇଜ ଫଟୋ 2ଟା ପାସପୋର୍ଟ ସାଇଜ ଫଟୋ ଆଣିବେ। ଡୁପ୍ଲିକେଟ ରେଜିଷ୍ଟ୍ରେସନ କାର୍ଡ ଆଣିବେ ନାଇଁ କି। ଯଦି ରେଜିଷ୍ଟ୍ରେସନ କାର୍ଡ ଅଛି କିଛି ଅସୁବିଧା ନାହିଁ। ତାପରେ 2ଟା ଫଟୋ ତାପରେ ଅରିଜିନାଲ ଆଣ୍ଡ ଜେରକ୍ସ କପି ଅଫ 10th ବୋର୍ଡ ପାସ୍ ସାର୍ଟିଫିକେଟ ଅରିଜିନାଲ ଆଉ ଜେରକ୍ସ ଆଣିବେ। ଅଦର ଡକୁମେଣ୍ଟସ ଏଜ ରିକ୍ୱାର୍ଡ ବାଇ ଦ କଲେଜ ଯାହା ଦରକାର କରିବ ତାକୁ ଆଣିକି ଆସିବେ। ପିଲାମାନେ ଦେଖିଲ ବୁଝେଇଦେଲି ତମକୁ ରେଗୁଲାର ପିଲା ଓ ଏକ୍ସ ରେଗୁଲାର ପିଲା କଣ ଡକୁମେଣ୍ଟ ନେଇକି ଆସିବେ ନାଇଁ କି ସମସ୍ତଙ୍କୁ ସେୟାର କରିବ। ରହିଲି ବନ୍ଦୀ ଉତ୍କଳ ଜନନୀ।